ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସରିସାରିଛି। ଖାଲି ସରି ନାହିଁ, ଅଳଙ୍କାର ମଧ୍ୟ ରିସିଫ୍ଟିଂ ହୋଇସାରିଛି ଏବଂ ଏ ସମ୍ପର୍କିତ ଯେଉଁ ତଥ୍ୟ ସତ୍ୟପାଠ ଆକାରରେ ଏଏସ୍ଆଇ ହାଇକୋର୍ଟରେ ଦାଖଲ ମଧ୍ୟ କରିସାରିଛନ୍ତି। ଖୁବ୍ ଶୀଘ୍ର ଏ ନେଇ ଏସ୍ଓପି ଗଣତି ମଣତି ପାଇଁ ଏସ୍ଓପି ଜାରି କରାଯିବ ରାଜ୍ୟ ସରକାରଙ୍କ ତରଫରୁ। ତେବେ ଆମ ସହିତ ଅଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ ଅଛନ୍ତି। ସାର୍ଙ୍କ ସହିତ ଆମେ ପୁରା ଆଲୋଚନା କରିବା ଏ ପ୍ରକ୍ରିୟାଟା କେମିତି ହେବ, କାରଣ ଏଇଟା ଏତେ ସହଜ ନୁହେଁ। କୁହାଯାଉଥିଲା କି କାର୍ତ୍ତିକ ମାସ ସମୟରେ ହିଁ ହେବ ବୋଲି ଚର୍ଚ୍ଚା ହେଉଥିଲା, କିନ୍ତୁ ଦେଖିବାର କଥା ହେଉଛି କି ମାନେ ବିଳମ୍ବ ବି ହେଲାଣି। ଆମେ ଯିବା ସିଧା ସାର୍ଙ୍କ ସହିତ ଆଲୋଚନା କରିବା। ସାର୍, ମରାମତି କାମ ସରିସାରିଛି, ସେ ରିସିଫ୍ଟିଂ ବି ହୋଇସାରିଛି। କଥା ହେଉଛି ଏବେ ମାନେ ଯେଉଁ ଏ ପ୍ରକ୍ରିୟାଟା ଗଣତି ମଣତି ପ୍ରକ୍ରିୟାଟା କେମିତି ହେବ? ଜୟ ଜଗନ୍ନାଥ। ଦେଖନ୍ତୁ, ଆମେ ପର୍ଯ୍ୟାୟକ୍ରମେ ସମ୍ପତ୍ତି ଉଦ୍ଧାର ଖୋଲିବା, ରତ୍ନଭଣ୍ଡାର ଖୋଲିବା। ରତ୍ନଭଣ୍ଡାର ଖୋଲି ସାରିଲା ପରେ ଆମେ ସମ୍ପତ୍ତିକୁ ଠାକୁରଙ୍କର ସ୍ଥାନାନ୍ତରିତ କରିବା ସୁରକ୍ଷିତ ସ୍ଥାନକୁ। ମରାମତି ସମ୍ପୂର୍ଣ୍ଣ କରିବା ରତ୍ନଭଣ୍ଡାରର ଏବଂ ତାପରେ ପୁନଃ ଠାକୁରଙ୍କର ସମ୍ପତ୍ତିକୁ ସ୍ଥାପିତ ପ୍ରକ୍ରିୟା, ଏ ସମସ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇସାରିଛି। ପ୍ରସ୍ତୁତି ରାସ୍ତା କହିବାକୁ ଗଲେ ମଣତି ଗଣତି ପାଇଁ ପ୍ରାୟ ଖୋଲି ଯାଇଛି। ମଝିରେ କେବଳ କାର୍ତ୍ତିକ ପୂଜା ଏବଂ ମାର୍ଗଶିରର ପୂଜା ନୀତି ଯୋଗୁଁ ଆମେ ସେ କାର୍ଯ୍ୟରେ ଆଗେଇ ପାରିନଥିଲୁ। ବର୍ତ୍ତମାନ ଭଗବାନଙ୍କର ଆଶୀର୍ବାଦ, ଏସବୁ ତ ଭଗବାନଙ୍କ ଆଶୀର୍ବାଦ ଉପରେ ନିର୍ଦ୍ଧାରିତ ହେଉଛି। ଭଗବାନଙ୍କ ଆଶୀର୍ବାଦ ଆସିଯାଇଛି। ମୋତେ ନିର୍ଦ୍ଦେଶ ଆସିଛି ମିଟିଂ ତୁରନ୍ତ ଡାକିକିରି ମିଟିଂରେ ପର୍ଯ୍ୟାପ୍ତ ଆଲୋଚନା କରାଯିବ ଯେ ଏହାର ପ୍ରକ୍ରିୟା କିଭଳି ସରଳ ଏବଂ ସଂରକ୍ଷିତ ଏବଂ ସୁରକ୍ଷିତ ଭାବରେ କରାଯିବ। ଏସ୍ଓପି ତ ନିଶ୍ଚିତ ଭାବରେ ଇସ୍ୟୁ ହେଇଥିଲା, ନିର୍ଦ୍ଧାରଣ କିଛି ନିୟମ କରିଥିଲେ ସରକାର, କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ ଦେଖୁଛୁ ଯେ ଯାହା ସେଇ ପରିସ୍ଥିତି, ଘରର ରତ୍ନଭଣ୍ଡାରର ଯେଉଁ ପରିସ୍ଥିତି ଅଛି ତାକୁ ହିଁ ଧରିକିରି ଏବଂ ପୂଜା ନୀତି ଯାତ୍ରୀଙ୍କର ଯେଉଁ ପ୍ରକାର ଆଗମନ ରହିଛି ତାକୁ ସମସ୍ତଙ୍କୁ ନଜରରେ ରଖିକିରି ଆମକୁ ଗୋଟେ ପୁଣି ଏସ୍ଓପି ଆଣିବାକୁ ଆବଶ୍ୟକତା ଦେଖାଦେଇଛି। ତେଣୁ ଏ ପ୍ରକ୍ରିୟା ଆମେ ତ ନୀତି ଅଲରେଡ଼ି ଡେଟ୍ ଫିକ୍ସ କରିସାରିଛୁ। 27 ତାରିଖ ସନ୍ଧ୍ୟା 4:30 ବେଳକୁ ଆମେ ବୈଠକ କରୁଛୁ। ପୁରୀରେ ଶ୍ରୀ ଜଗନ୍ନାଥ ଟେମ୍ପଲ ଆଡମିନିଷ୍ଟ୍ରେସନର ଯେଉଁ କନଫରେନ୍ସ ହଲ୍ ଅଛି ସେଠି ବୈଠକ ହେବ। ସମସ୍ତ ସଦସ୍ୟଙ୍କୁ ଏ ଭିତରେ ଖବର ଦିଆଯାଇ ସାରିଛି। ଆମେ ସେଠି ବସ୍ତୁତ 3ଟି ବିଷୟରେ ଆଲୋଚନା କରିବୁ। ଗୋଟିଏ ହେଉଛି ତାର ସରଳ ପ୍ରକ୍ରିୟା କେମିତି ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇକିରି ଏବଂ ନିହାତି ଆବଶ୍ୟକ ଥିବା ଲୋକଙ୍କୁ ନେଇକିରି ଆରମ୍ଭ କରାଯିବ। ଜାଗାକୁ ନଜରରେ ରଖିକିରି ଆମେ ଏଇଟା ନିଶ୍ଚିତ ଭାବରେ ଆଲୋଚନା କରିବୁ। ଦ୍ୱିତୀୟ, ତାରିଖ ନିର୍ଦ୍ଧାରଣ କରିବୁ। ଏ ଭିତରେ ଆମେ ପାଞ୍ଜି ଦେଖା ଆରମ୍ଭ କରିଛୁ, ମୁକ୍ତିମଣ୍ଡପ ସହିତ ଯୋଗାଯୋଗ ହେଉଛି। ଏସବୁ ଭଗବତ କାର୍ଯ୍ୟ, ତେଣୁ ଆକୁ ଶୁଭ ସମୟ ଶୁଭ ଦିନ ସମସ୍ତଙ୍କୁ ନଜରରେ ରଖିକିରି ଆରମ୍ଭ କରାଯିବ। 48 ବର୍ଷ ପରେ ଗୋଟେ କାର୍ଯ୍ୟକ୍ରମ ହେଉଛି, ତେଣୁ ଆମେ ନିଶ୍ଚିତ ଭାବରେ ଆମର ଯେଉଁ ଶୁଭ ସମୟ ଉପରେ ଧ୍ୟାନ ଦେବୁ। ତୃତୀୟ ଜିନିଷ ଯେଉଁଟାକି ନିହାତି ଆବଶ୍ୟକ, ଆମ କାର୍ଯ୍ୟ ସମୟରେ ଯେମିତିକି ପୂଜା ନୀତିରେ କୌଣସି ବାଧା ଆସିବନି କିମ୍ବା ବ୍ୟକ୍ତିବିଶେଷ ଯେଉଁ ଭଗବତ ପ୍ରେମୀ, ଯେଉଁମାନେ ଜଗନ୍ନାଥ ପ୍ରେମୀ ସମଗ୍ର ପୃଥିବୀରୁ ତାଙ୍କୁ ଦେଖିବା ପାଇଁ ଆସୁଛନ୍ତି, ତାଙ୍କୁ ମଧ୍ୟ ଯେପରି ବାଧା ଆସିବ ନାହିଁ ତାର ମଧ୍ୟ ଯତ୍ନ ନେବୁ। ଆମେ ସେଦିନ ବିଚାର ବିମର୍ଶ କରି ଏଠି ମୁଁ ଜନସାଧାରଣଙ୍କୁ ଅଗଣିତ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଅନୁରୋଧ କରିବି ଯେ ଏ କାମ ଜଟିଳ କାମ, ତେଣୁ ଆଶା ରଖିବି ଏ କାର୍ଯ୍ୟ ଯେତେବେଳେ ନୋଟିଫାଏ ହୋଇଯିବ ଯେଉଁ ତାରିଖରୁ ଆରମ୍ଭ ହେବ, ଆଶା ତ କରୁଛୁ ଆମେ ଜାନୁଆରୀ ମାସରେ ହିଁ ଆରମ୍ଭ କରିବୁ। ଆମ କାର୍ଯ୍ୟ ଆରମ୍ଭ ହେଲେ ମୁଁ ଆଶା ରଖିବି ଏବଂ ଉପେକ୍ଷା ରଖିବି ତୀର୍ଥଯାତ୍ରୀ ଜଗନ୍ନାଥ ପ୍ରେମୀ ସେତେବେଳେ ଟିକେ ଆସିବା କମେଇବେ ଏବଂ ଆମକୁ ଏ କାର୍ଯ୍ୟ ଆଗେଇ ନେବାରେ ସହାୟକ ହେବେ। ସାର୍, କଥା ହେଉଛି ମାନେ ନର୍ମାଲି ଆପଣ କହୁଥିଲେ ଜାନୁଆରୀ ମାସରୁ ଏ ପ୍ରକ୍ରିୟା କରାଯିବ। ସାର୍, କହିହେବ କି ଏଇଟା ଗୋଟେ ଲମ୍ବା ପ୍ରୋସେସ୍ ରହିବ କି? ଏଇଟା ନିଶ୍ଚିତ ଭାବରେ ଲମ୍ବା ପ୍ରୋସେସ୍। ଇତିହାସ କହୁଛି 78 ମସିହାରେ 72 ଦିନ ଲାଗିଥିଲା। ତେବେ ସେତେବେଳର
ଯାତ୍ରୀ ସଂଖ୍ୟା ଉପସ୍ଥିତି ସେଠି ମନ୍ଦିରରେ, ସେତେବେଳର ପୂଜାନୀତିର ଯେଉଁ ଅନୁପାଳନ ହେଉଥିଲା, ଆଜିର ଯାତ୍ରୀ ସଂଖ୍ୟା ପୂଜାନୀତି ଅନୁପାଳନ ଭିତରେ ବେଶ ପାର୍ଥକ୍ୟ ଆସିଛି। ତେଣୁ ତାକୁ ନଜରରେ ରଖିକି ଆମେ କରିବୁ। ଆମେ ଆଶା ରଖିବୁ ଯଥାଶୀଘ୍ର ସାରିବା ପାଇଁ। କେତେ ସମୟ ଲାଗିବ ବର୍ତ୍ତମାନ କହିବା ସମ୍ଭବ ନୁହଁ, କାରଣ ଆମେ ଆଜ୍ ଦି ୱାର୍କ ୱିଲ୍ ଗୋ ଅନ୍, ୱାର୍କ ୱିଲ୍ ପ୍ରୋଗ୍ରେସ୍। ଆମେ ଧୀରେ ଧୀରେ ଜାଣିବା ପାଇଁ, କାହିଁକିନା ଆମ ପାଇଁ ଏଇଟା ନୂତନ ଉପଲବ୍ଧି, ଏକ ସମ୍ପୂର୍ଣ୍ଣ ନୂତନ ଏବଂ ନିରାଳା ଉପଲବ୍ଧି। ତା ଭିତରୁ ଅନେକ ଗହଣା ଅଛି ଯାହାକୁ କି ଆମକୁ ଚିହ୍ନିବା, ଆମ ବାପା ମା ହୁଏତ ଚିହ୍ନି ପାରିଥାନ୍ତେ, ଆମ ସମୟର ଲୋକଙ୍କୁ ଚିହ୍ନିବା ବଡ଼ ମୁସ୍କିଲ। ତେଣୁ ତାକୁ ସବୁ ଟିକେ ସମୟ ଲାଗିବ, ଯତ୍ନର ସହକାରେ କରିବା, ଯେମିତି ଭବିଷ୍ୟତ ଆମକୁ ଦୋଷ ଦେବନି। ସାର୍ କଥା ହେଉଛି 78 ମସିହାରେ ପ୍ରଥମ କରି ହେଇଥିଲା, ତ ଏବେ ଯାହା ମାନେ ଗଣତି ବେଳେ ଯାହା ଆକଳନ ଆସିବ, ଯେଉଁ ତଥ୍ୟ ଆସିବ ଏବଂ ପୂର୍ବର ଯେଉଁ ତଥ୍ୟ ରହିଛି, କ'ଣ ସେଟାକୁ ତା ସହିତ ମେଳ କରାଯିବ ନା ନିଶ୍ଚିତ କ'ଣ? ଭାବରେ ଏସ୍ଓପିରେ ଅଲରେଡ଼ି ନିର୍ଦ୍ଧାରିତ ହୋଇସାରିଛି। ଆମେ ଯେଉଁ ଆକଳନ ବର୍ତ୍ତମାନ କରିବୁ ବା ଗଣତି କରିବୁ, ଆମେ 78 ମସିହାର ଯେଉଁ ଆକଳନ ହେଇଛି, ଯେଉଁ ହିସାବ ଆସିଛି, ସେଇଟା ଅନନୋଟିଫାଏଡ଼ ହିସାବ ସରକାରଙ୍କ ପାଖରେ ଅଛି। ସରକାର ଆମକୁ ସେଇଟା ମୁହैୟା କରେଇବେ ଏବଂ ଆମେ ତାକୁ ବେସ୍ ପଏଣ୍ଟ ଧରିକିରି ଆମର ତୁଳନାତ୍ମକ କାମଟା କରିବୁ। ଓକେ ସାର୍, ଏଥିରେ ନିହାତି କିଛି ଏକ୍ସପର୍ଟ ତ ଦରକାର। ଆପଣ ଯେଉଁଟା କହିଲେ ବହୁତ କମ୍ ସଂଖ୍ୟକ ଲୋକଙ୍କ ମାଧ୍ୟମରେ ଆମେ ଏଇଟା କରେଇବୁ। ଏକ୍ସପର୍ଟଙ୍କର ମଧ୍ୟ ସୁନିଶ୍ଚିତ କରାଯାଇଛି। ଏଇଟାକୁ ଆମେ ବହୁତ ଦିନରୁ ଚିନ୍ତାରେ ରଖିଥିଲୁ। ସରକାରଙ୍କୁ ମଧ୍ୟ ଆଗରୁ ଆମେ ଏଇଟାକୁ ସୂଚିତ କରେଇଥିଲୁ ଏବଂ ମାନ୍ୟବର ମନ୍ତ୍ରୀ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମହାଶୟ ରିଜର୍ଭ ବ୍ୟାଙ୍କ ସହିତ ଯୋଗାଯୋଗ କରି ମନ୍ତ୍ରଣାଳୟ ତରଫରୁ ରିଜର୍ଭ ବ୍ୟାଙ୍କ ମଧ୍ୟ ଅନୁମତି 2 ଜଣଙ୍କ ସପକ୍ଷରେ ଦେଇସାରିଛି। ବ୍ୟକ୍ତି ଏବଂ ମ୍ୟାନ୍ ଓ ମେସିନ୍, ବ୍ୟକ୍ତି ଏବଂ ଯେଉଁ ଯନ୍ତ୍ରରେ କିଛି ପରୀକ୍ଷା ନିରୀକ୍ଷାର ସମ୍ଭବ, ସେଟା ସେମାନେ ସୁନିଶ୍ଚିତ କରାଇବେ ବୋଲି ଆମକୁ ଆଶ୍ୱାସନା ଦେଇଛନ୍ତି ଏବଂ ଏ ପ୍ରକ୍ରିୟାରେ ତାକୁ ମଧ୍ୟ ସୁନିଶ୍ଚିତ କରାଯାଉଛି। ସାର୍ କଥା ହେଉଛି ଆମେ ତାହେଲେ ଗୋଟେ ଆଶା କରିବା ନିହାତି ଭାବରେ ଏ ପିଢ଼ି ପୁଣି ଦେଖିବ ଜଗନ୍ନାଥଙ୍କର ସେ ଲୀଳାକୁ ପୁଣି ସ୍ୱଚକ୍ଷୁରେ ଦେଖିବେ। ନାଇଁ, ସେଇଟା ସମ୍ପୂର୍ଣ୍ଣ ଅସମ୍ଭବ। ମୁଁ ମୂଳରୁ କହି ଆସିଛି, ଆମେ ଯିଏ ବି ଦେଖୁଛୁ, ଆମ ପାଇଁ ଆମେ ନିୟମ କରିଛୁ, ଆଖିକୁ ଆସିଲା ମୁଣ୍ଡକୁ ଗଲା, ତୁଣ୍ଡକୁ ଯିବନି, ହାତକୁ ଯିବନି। ତେଣୁ ଏ ଜିନିଷ ଆମେ ଭିଡ଼ିଓଗ୍ରାଫି କରିବୁ। ଏଇଟା ଆମ ଜଗନ୍ନାଥ ପ୍ରେମୀ ସୁନିଶ୍ଚିତ ରହନ୍ତୁ। ଆମେ କାଗଜରେ ଲେଖା ରଖିବୁ ଏବଂ ଭିଡ଼ିଓଗ୍ରାଫି କରିବୁ ଏବଂ ଯେଉଁ ରିପୋର୍ଟ ଦେବୁ, ପରିପ୍ରକାଶ ପାଇବ ରିପୋର୍ଟ, ସମ୍ପୂର୍ଣ୍ଣ ରିପୋର୍ଟ, ଯେ କେତେ ଗହଣା ଅଛି, କ'ଣ ଓଜନ ଅଛି, କେତେଟା ଅଛି, ଏଇ ଯେଉଁ ପରିସଂଖ୍ୟାନର ରିପୋର୍ଟ ଆସିବ, ସେ ରିପୋର୍ଟଟା ସରକାରଙ୍କୁ ଆମେ ସରକାରଙ୍କ ଉପରେ ଛାଡ଼ିବୁ। ସରକାର ଯଦି ଚାହିଁବେ ସେ ରିପୋର୍ଟର ପରିପ୍ରକାଶ କରିବେ କି ନ କରିବେ, ସେଇଟା ସରକାରଙ୍କର ନିଷ୍ପତ୍ତି। ଯଦି ମେଳ ଧରନ୍ତୁ, ମେଳ ଯଦି ନ ମୁଁ ଏଇଠି ଆଉ ଗୋଟେ ଜିନିଷ କହିବି। ଦେଖନ୍ତୁ, ଆମ ଘର ଗହଣାକୁ ଆମେ କ'ଣ ସର୍ବସାଧାରଣ କରୁଛେ? ତେଣୁ ଏଇଟା ଠାକୁରଙ୍କର ଘର, ଠାକୁର ହେଲେ ସର୍ବୋପରି। ଆମେ ଯାହାଦ୍ୱାରା ପରିଚାଳିତ ହେଉଛେ, ଆମେ ତାଙ୍କ ଗହଣା ଉପରେ ଦେଖିବାର କାହିଁକି ଆଶା କରିବା? ସାର୍ ଏଇଟା କ'ଣ ଆମେ କହିପାରିବା କି କି ମାନେ ଯଦି ତାରତମ୍ୟ କିଛି ଆସିଲା ପୂର୍ବ ଗଣନା ଏବେ ଗଣନା ଭିତରେ, ସେଇଟା ଏବେ ଆମେ ସମ୍ଭବ ଭିତରକୁ ଯିବା ନାହିଁ। ଭଗବାନଙ୍କୁ ପ୍ରାର୍ଥନା କରିବା ତାରତମ୍ୟ ନ ଆସୁ। ଏକଥା ନିଶ୍ଚିତ, ଏଇ 78 ମସିହାରୁ 2024 ଭିତରେ ତ ଖୋଲା ଆଉ ଯାଇନାହିଁ। ତେଣୁ କିନ୍ତୁ 78ରୁ 82, 83 ଭିତରେ ପ୍ରାୟ 3-4 ଥର ଏଇଟା ସାମୟିକ ଭାବରେ ଖୋଲା ଯାଇଥିଲା ଏବଂ ସେଠୁ କିଛି ରୂପା ବାହାର କରାଯାଇଥିଲା, ରୂପା ଗହଣା, ଯେଉଁଗୁଡ଼ାକି ସବୁ ରୂପା ଚାଦର ଦୁଆର ମାନଙ୍କରେ, ଭଗବାନଙ୍କର ମନ୍ଦିରର ଦୁଆର ମାନଙ୍କରେ ବିଭିନ୍ନ ଜାଗାରେ ସେ ରୂପା ବ୍ୟବହାର ହେଇଛି। ଏଇଟା ତାଙ୍କର ଯେଉଁ ପ୍ରସ୍ତୁତି ହେଇଥିଲା, ଗତ ଥରର ଯେଉଁ ଆକଳନର ରିପୋର୍ଟ ପ୍ରସ୍ତୁତି ହେଇଥିଲା, ସେଥିରେ ଉଲ୍ଲିଖିତ ଅଛି। ସାର୍ କଥା ହେଉଛି ସାର୍ ଅନେକ ସମୟରେ ଗୋଟେ ଅନ୍ଧବିଶ୍ୱାସ ଏମିତି ଗୋଟେ ଥାଏ, ପୂର୍ବରୁ ଯେଉଁ ଏମିତି ଅନେକ ଚର୍ଚ୍ଚା ହେଇଛି, ଯେତେବେଳେ ଆପଣ ଦାୟିତ୍ୱରେ ରହିଲେ, କମିଟିର ଅଧ୍ୟକ୍ଷତାର ମାନେ ଦାୟିତ୍ୱରେ ଥିଲେ, ରହିଲେ, ଚର୍ଚ୍ଚା ହୁଏ ମାନେ ବି ବହୁତ ବିଷଧର ସାପ ରହିଛନ୍ତି, କିଛି ଅସୁବିଧା ହେଇପାରେ, ଏଇଟାକୁ ମାନେ ଏଇଟାକୁ କେମିତି ଆପଣ? ନାଇଁ, ଏଇଟା ଆମେ ସମ୍ପୂର୍ଣ୍ଣ ଭାବରେ ରୁଲ୍ ଆଉଟ୍ କରିସାରିଛୁ। ଆମେ ଯାଇଛୁ ତା ଭିତରକୁ, ଆମେ ତା ଭିତରେ ଅନୁଧ୍ୟାନ କରିଛୁ, ଭିଡ଼ିଓଗ୍ରାଫି କରିଛୁ। କେଉଁଠି ଆମେ କଣାଟିଏ ପାଇନାହୁଁ, କେଉଁଠି ସାପଟିଏ ପାଇନାହୁଁ, କେଉଁଠି ବି ଝିଟିପିଟିଟେ ପାଇନାହୁଁ, ମଲା ଅସରପାଟେ ବି ପାଇନାହୁଁ। ତେବେ ଏଇଠି ଲୋକ ବିଶ୍ୱାସ ରଖିବା ଦରକାର, ଆମେ କାହା କାମ କରିବାକୁ ଯାଉଛୁ? ଆମେ ଭଗବାନଙ୍କର କାମ କରିବାକୁ ଯାଉଛୁ। ଭଗବାନଙ୍କର ଆଶ୍ରିତ, ଆଶୀର୍ବାଦିତ ଆମେ।
ତେଣୁ ଭଗବାନଙ୍କ ଆଶୀର୍ବାଦ ଏପର୍ଯ୍ୟନ୍ତ ଆମ ସହିତ ରହିଛି, ଯାହାଫଳରେ କି ଆମେ ଯେତିକି କାର୍ଯ୍ୟାନୁଷ୍ଠାନ ଭିତରେ କରିଛୁ କୌଣସି ଗୋଟେ ଲୋକର ଟୋପାଏ ବିନ୍ଦୁଏ ରକ୍ତ ବାହାରି ନାହିଁ। ତେଣୁ ଏଥିରୁ ସୁନିଶ୍ଚିତ ଭଗବାନ ଆମ ସାଙ୍ଗରେ ସାଙ୍ଗରେ ରହି ଆମକୁ ଏ କାମ କରାଉଛନ୍ତି। ଆଗାମୀ କାମକୁ ମଧ୍ୟ ଭଗବାନ ହିଁ କଢ଼େଇ ନେବେ। ଜୟ ଜଗନ୍ନାଥ। ନିହାତି ଭାବରେ ଆପଣ ତ ଶୁଣୁଥିଲେ ଯେଉଁଠି ସାର୍ କହୁଥିଲେ କି ଜାନୁଆରୀ ମାସରେ ହିଁ ପ୍ରକ୍ରିୟା ଗଣତି ମଣତି ପ୍ରକ୍ରିୟା ଠାକୁରଙ୍କ ଦ୍ୱାର ହୁଏତ ଆରମ୍ଭ ହୋଇପାରେ, କିନ୍ତୁ 27 ତାରିଖରେ ଏ ସମ୍ପର୍କରେ ଗୋଟେ ବଡ଼ ଧରଣର ଉଚ୍ଚସ୍ତରୀୟ ବୈଠକ ରଖିଛି, ଯାହାଙ୍କ ମାନେ ସାର୍ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କର ସାର୍ଙ୍କର ଅଧ୍ୟକ୍ଷତାରେ ଏ କମିଟି ବୈଠକ ବସିବ ଏବଂ ସେଠି ହିଁ ଗୋଟେ ଏସ୍ଓପିର ଚୂଡ଼ାନ୍ତ ନିଷ୍ପତ୍ତି ହେବ। ଦେଖାଯାଉ ଏ ଗଣତି ମଣତି ପ୍ରକ୍ରିୟା ସୁରୁଖୁରୁରେ ଏବଂ ଈଶ୍ୱରଙ୍କ ଦୟାରୁ ସବୁ ଯେମିତି ଠିକ୍ ରୂପେ ହୋଇପାରିବ। କ୍ୟାମରାମ୍ୟାନ୍ ଅଭୟଙ୍କ ସହ ଆଲୋକ ମହାନ୍ତି, କନକ ନ୍ୟୁଜ୍।